ଶରଣାଗତ ଦିନାତଂ ପରିତ୍ରାଣଂ ପରାୟଣେ ସର୍ବସାତେ ଘରେ ଦେବୀ ମା ଶାରଦେ ଦେବୀ ନମସ୍ତୁତେ। ଜୟ ମା ଶାରଳା। ଆଜିକାର ନୀତିବାଣୀରେ ଆପଣମାନଙ୍କ ପାଇଁ ସୁନ୍ଦର କଥାଟିଏ। ସମସ୍ତେ ସୂର୍ଯ୍ୟଙ୍କୁ ଇଏ ଜଳ ଦିଅନ୍ତି, କିନ୍ତୁ କଣ ଦେଲେ କଣ କଲେ ସୂର୍ଯ୍ୟଦେବ ଅତି ଖୁସି ହେବେ? ଜଳ ଦେଲା ବେଳେ ଗୋଟିଏ ମନ୍ଦାର ଫୁଲଟିଏ ଜଳରେ ରଖନ୍ତୁ। ମନ୍ଦାର ଫୁଲକୁ ସୂର୍ଯ୍ୟଦେବ ଭାରି ଭଲ ପାଆନ୍ତି ଏବଂ ତଳେ ତୁଳସୀ ବୃକ୍ଷଟିଏ ଥିବ। ଯେତେବେଳେ ସୂର୍ଯ୍ୟଙ୍କୁ ଜଳ ଦେବେ, ଗାୟତ୍ରୀ ମନ୍ତ୍ରରେ ଜଳ 3 ଥର ଢାଳିବେ। ସେ ଜଳ ତୁଳସୀ ଗଛ ଉପରେ ଇଏ ପଡ଼ିବ ଏବଂ ଯେଉଁ ମନ୍ଦାର ଫୁଲଟି ଜଳରେ ଥିବ ସେ ମଧ୍ୟ ଇଏ ତୁଳସୀ ବୃକ୍ଷ ଉପରେ ପଡ଼ିଲେ ଆପଣମାନଙ୍କର ରୋଗ ଦୂର ହୋଇଯିବ। ଆପଣମାନେ ଏତିକି କରନ୍ତୁ, ଆପଣମାନଙ୍କ ଦେହରେ ଯେତେ ବଡ଼ ରୋଗ ଥିଲେ ମଧ୍ୟ ସେ ଆସ୍ତେ 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 ଇଏ କମିଯିବ। ଏଇ ଥିଲା ମୋର ନୀତିବାଣୀର ଇଏ ନିର୍ଯାସ କଥା। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗିଥିବ, ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଅନ୍ୟମାନଙ୍କୁ ସେୟାର କରନ୍ତୁ। ସମାଜର ଇଏ ମଙ୍ଗଳ ହେବ। ଅନୁଚିନ୍ତା ଘର ଆଗରେ ତୁଳସୀ ବୃକ୍ଷ ଲଗାଇଲେ ଶୁଭଦାୟକ। ଘର ଆଗରେ ତୁଳସୀ ବୃକ୍ଷ ଲଗାଇଲେ ଶୁଭଦାୟକ। ଏତିକି କହି ମୋର ନୀତିବାଣୀ ଅନୁଚିନ୍ତାକୁ ସମାପ୍ତ କରୁଛି। ଇଏ ପ୍ରଣାମ। ଜୟ ଜଗନ୍ନାଥ।